ଭୟାଦ୍ରାଣା ଦ୍ରୁପରତ ମଂସନ୍ତେ ତ୍ୱାଂ ମହାରଥା ଯେସାଂ ଚ ତ୍ୱ ବହୁମତୋ ଭୃତ୍ୱା ଯାସ୍ୟସି ଲାଘବମ୍। ତୁମେ ଭୟ ହେତୁ ଯୁଦ୍ଧରୁ ବିରତ ହେଲ ବୋଲି ମହାରଥୀମାନେ ଭାବିବେ। ଯେଉଁମାନଙ୍କ ଧାରଣାରେ ତୁମେ ମାନ୍ୟଗଣ ହୋଇଥିଲ ଏବେ ସେହିମାନଙ୍କ ଦୃଷ୍ଟିରେ ତୁମେ ନଗଣ୍ୟ ହୋଇଯିବ। ଭୟାଦ୍ରଣା ଦ୍ରୁପରତଂ ମଂସ୍ୟତେ ତ୍ୱାଂ ମହାରଥଃ। ତୁମେ କେବଳ ଆତ୍ମକଲ୍ୟାଣ ନିମନ୍ତେ ଯୁଦ୍ଧରୁ ବିରତ ହେଉଛ ବୋଲି ଭାବୁଛ, କିନ୍ତୁ ସତରେ ଯଦି ଏ କଥା ହୋଇଥାନ୍ତା ଏବଂ ତୁମେ ଯଦି ଯୁଦ୍ଧକୁ ପାପ ମନେ କରୁଥାନ୍ତ ତେବେ ପ୍ରଥମରୁ ଏକାନ୍ତରେ ରହି ଭଜନ ସ୍ମରଣ କରୁଥାନ୍ତ ଓ ଯୁଦ୍ଧ ପାଇଁ ତୁମର ପ୍ରବୃତ୍ତି ହୋଇନଥାନ୍ତା। କିନ୍ତୁ ଏକାନ୍ତରେ ନ ରହି ତୁମେ ଯୁଦ୍ଧରେ ପ୍ରବୃତ୍ତ ହୋଇଛ। ଏବେ ତୁମେ ଯୁଦ୍ଧରୁ ନିର୍ବୃତ୍ତ ହେଲେ ମଧ୍ୟ ବଡ଼ ବଡ଼ ମହାରଥୀଗଣ ଭାବିବେ ଯେ ମୃତ୍ୟୁ ଭୟରେ ଅର୍ଜୁନ ଯୁଦ୍ଧରୁ ନିର୍ବୃତ୍ତ ହେଲା। ସେ ଧର୍ମ ବିଚାର କରିଥିଲେ ଯୁଦ୍ଧରୁ ନିର୍ବୃତ୍ତ ହୋଇନଥାନ୍ତା, କାରଣ ଯୁଦ୍ଧ କରିବା କ୍ଷତ୍ରିୟର ଧର୍ମ। ସେ କେବଳ ମୃତ୍ୟୁ ଭୟରେ ହିଁ ଯୁଦ୍ଧରୁ ନିବୃତ୍ତ ହୋଇଛି। ଯେସାଂ ଚ ତ୍ୱ ବହୁମତୋ ଭୃତ୍ୱା ଯାସ୍ୟସି ଲାଘବମ୍। ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଶଲ୍ୟ ପ୍ରଭୃତି ବଡ଼ ବଡ଼ ମହାରଥୀଙ୍କ ଦୃଷ୍ଟିରେ ତୁମେ ମାନ୍ୟଗଣ୍ୟ ହୋଇ ସାରିଛ। ଅର୍ଥାତ୍ ତାଙ୍କର ବିଶ୍ୱାସ ଅଛି ଯେ ଏକା ଅର୍ଜୁନ ହିଁ ଯୁଦ୍ଧ କରିବାରେ ଶ୍ରେଷ୍ଠ ବୀର। ସେ ଅନେକ ଦୈତ୍ୟ, ଦେବତା ଓ ଗନ୍ଧର୍ବ ପ୍ରଭୃତିକୁ ଯୁଦ୍ଧରେ ପରାଜିତ କରିଛି। ଏବେ ଯଦି ତୁମେ ଯୁଦ୍ଧରୁ ନିବୃତ୍ତି ହେବ ସେହି ମହାରଥୀଙ୍କ ସମ୍ମୁଖରେ ତୁମେ ଲଘୁତା, ତୁଚ୍ଛତା ପ୍ରାପ୍ତ ହେବ, ଅର୍ଥାତ୍ ସେମାନଙ୍କ ଦୃଷ୍ଟିରେ ତୁମେ ପତିତ ହୋଇଯିବ।